ଦେଖନ୍ତୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି 109ତମ ଜୟନ୍ତୀ। ଏହି ଅବସରରେ ବିଜୁ ଜନତା ଦଳ ତରଫରୁ ଏବଂ ବିଜୁ ଜନତା ଦଳ ନେତୃତ୍ୱ ହିସାବରେ ନିମାପଡ଼ାର ନେତୃତ୍ୱ ହିସାବରେ ଆଜି ପାଳନ କରାଯାଉଛି। ଆପଣମାନେ ଜାଣିଛନ୍ତି ନିମାପଡ଼ା ନିର୍ବାଚନ ମଣ୍ଡଳୀ ଗୋଟେ ଅନ୍ୟତମ ନିର୍ବାଚନ ମଣ୍ଡଳୀ, ଶାନ୍ତିର ବାତାବରଣର ଏବଂ ସୃଷ୍ଟିକାରୀର ନିର୍ବାଚନ ମଣ୍ଡଳୀ ଏଇଟା। କିନ୍ତୁ ଆଜି ଆମେ ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପ ନେଲୁ ଏବଂ ଆସନ୍ତା ପଞ୍ଚାୟତ ଇଲେକ୍ସନ ପାଇଁକା ଏବଂ ବିଜୁ ପଟ୍ଟନାୟକଙ୍କର ସ୍ୱର୍ଗତ ବିଜୁ ପଟ୍ଟନାୟକ ଯେଉଁ ଆତ୍ମାର ଅଛି, ଯେଉଁ ସଦିଚ୍ଛା ରହିଥିଲା ପୂର୍ବରୁ ଏବଂ ତାଙ୍କର ପୁଅ ନବୀନ ବାବୁଙ୍କର ଯେଉଁ ସଦା ସ୍ନେହ ରହିଛି ନିମାପଡ଼ାବାସୀଙ୍କ ଉପରେ, ତାକୁ ଆମେ ଆକ୍ଷେପ କରି ତାକୁ ଆମେ ନେଇ ତାଙ୍କ ସଦାକୁ ନେଇ ଏବଂ ନିମାପଡ଼ା ମାଟିରେ 100% କ୍ୟାଣ୍ଡିଡେଟ୍ମାନଙ୍କୁ ଜିତେଇବାର ପ୍ରତିବନ୍ଧ ସୃଷ୍ଟି କରିବୁ ଏବଂ ନିମାପଡ଼ା ମାଟି ଗୋଟେ ପବିତ୍ର ମାଟି। ନିଶ୍ଚିତ ଆମେ ବହୁତ କ୍ୟାଣ୍ଡିଡେଟ୍ମାନଙ୍କୁ ଜିତେଇବୁ ଏବଂ ନିମାପଡ଼ାର ସମ୍ମାନ ରଖିବୁ। ସେ ସଂକଳ୍ପ ଆଜି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି 109ତମ ଦିନ ଅବସରରୁ ଆମେ ସମସ୍ତେ ସଂକଳ୍ପ ନେଲୁ। এই অবসরে কার্যক্রমকে বর্তমান সরকার মার্চ 5 তারিখ বিজু জয়ন্তী পঞ্চায়েতরাজ দিবস পালন করা 24 তারিখ ঘুঞ্চাই দিয়েছেন এবং 13 মସିହାରୁ ଯାହା ଆଜି ପର୍ଯ୍ୟନ୍ତ ପାଳନ ହୋଇଯାଉଥିଲା ଯେଉଁ ଛୁଟି ତାକୁ ମଧ୍ୟ ବାତିଲ କରାଯାଇଛି। ଦେଖନ୍ତୁ ଏସବୁ ଅପାରଗତାର ପରିଚୟ। ଆପଣ ଜାଣିଛନ୍ତି ଭାରତୀୟ ଜନତା ପାର୍ଟି ହଠାତ୍ କିନା ଆସିଲା, କେହି ବି ଅନୁଭବ କରିନଥିଲେ ଭାରତୀୟ ଜନତା ପାର୍ଟି ଶାସନ ଗାଦିକୁ ଆସିବ ବୋଲି। ଯାହା ଓଡ଼ିଶା ପ୍ରଦେଶ କହୁଛି, ମୁଁ କହୁନି, ଦଳଗତ ନିର୍ବିଶେଷରେ ସମସ୍ତେ କହୁଛନ୍ତି ଏବଂ ଯାହା ହଉ ଆମେ ବର୍ତ୍ତମାନ ସାଧୁବାଦ ଜଣାଉଛୁ। ଆମେ ବିରୋଧୀ ହିସାବରେ ଲଢ଼ିବା ମଧ୍ୟ ପ୍ରସ୍ତୁତ ଅଛୁ। କିନ୍ତୁ ଏ ଯେଉଁ ଭୟ ଭିତରେ ବାତାବରଣ ସେମାନେ ସୃଷ୍ଟି କରୁଛନ୍ତି, 1990 ମସିହାର ଯେଉଁ କାର୍ଯ୍ୟକ୍ରମ ଚାଲିଛି, ଅତୀତରେ କଂଗ୍ରେସ ସରକାର ଥିଲା ମଧ୍ୟ ସେଇ ବିଜୁବାବୁଙ୍କୁ ଆଦର୍ଶ ଦେଇ ବିଜୁବାବୁଙ୍କର ଆତ୍ମାକୁ ସମ୍ମାନ ଜଣାଇ ସିଏ ଏବଂ ପଞ୍ଚାୟତ ଦିବସ ପାଳନ କରୁଥିଲା। କିନ୍ତୁ ଏ ସରକାର ଭୟଭୀତ ହେଇଯାଉଛି, ବିଜୁ ବାବୁଙ୍କ ସ୍ୱର୍ଗତ ବିଜୁ ବାବୁଙ୍କ ନାଁ ଶୁଣ ଭୟଭୀତ ହେଇଯାଉଛି। ତାପରେ ନବୀନ ବାବୁଙ୍କ କଥା ଛାଡ଼ନ୍ତୁ, ନବୀନ ବାବୁ ତାଙ୍କର ପୁଅ ଏବଂ ତାଙ୍କ ପୁଅ ନାଁ ଧରିଲେ ତ ସେମାନଙ୍କର ପାଗଳ ହୋଇଯାଉଛନ୍ତି, ନିଦ ହେଉନାହିଁ ଏବଂ ଶାସନ ଗାଦି ରହିଥିଲେ ମଧ୍ୟ। ଏବଂ ଆଶା କରୁଛୁ ବିଜୁ ଜନତା ଦଳ ତରଫରୁ ଏବଂ ଆସନ୍ତାକାଲି ତାଙ୍କର ଆମରମାନଙ୍କର ଗୋଟେ ସଂକଳ୍ପ ନିଆଯାଇଛି, ରାସ୍ତାଘାଟକୁ ନିଶ୍ଚିତ ଓହ୍ଲାଇବୁ ଏବଂ ରାସ୍ତାଘାଟରେ ମଧ୍ୟ ଆମେ ପ୍ରଚାର କରିବୁ। ସାଧାରଣ ଲୋକଙ୍କୁ ଆମେ ସମ୍ମାନ ଦେବୁ, ସାଧାରଣ ଲୋକଙ୍କୁ ଆମେ ଆପଣଙ୍କ ନ୍ୟୁଜ୍ ମାଧ୍ୟମରେ ଜଣେଇବୁ ଯେ ଦେଖନ୍ତୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆତ୍ମାକୁ କେମିତି ସେମାନେ ସମର୍ଥନ କରୁନାହାନ୍ତି, ସମ୍ମାନ କରୁନାହାନ୍ତି। ଏ ବିଚାର ଆପଣମାନଙ୍କର ଆସନ୍ତା ଇଲେକ୍ସନ। ବିଜେଡି ନିମାପଡ଼ା ଦୁଇ ଫାଳ ଗୋଟେ ଚର୍ଚ୍ଚା ଆଲୋଚନା ଅଛି। ଆଜି ସମାନ୍ତରାଳ ଆଉ ଗୋଟେ ମିଟିଂ ଆପଣଙ୍କର ଶ୍ରୀମୁଙ୍କ ଜାଗାରେ ବି ବିଜୁ ପଟ୍ଟନାୟକ ଜନ୍ମ ଜୟନ୍ତୀ ପାଳନ କରାଯାଉଛି ବିଜେଡି ନେତାଙ୍କ ଦ୍ୱାରା ଯୋଉ ଶୁଭେଚ୍ଛା ରହିଥିଲେ। କଣ କହିବେ? ଦେଖନ୍ତୁ ମଇଁଷି ସିଂହ ଗୋଟା ଯୋଡ଼ିଲା ବେଳକୁ ମଇଁଷି ସିଂହ ଗୋଟା ଯୋଡ଼ିଲା ବେଳକୁ କଣ ଗୋଟା ନା କଣ କୁହନ୍ତି ପୁରା। ଏବଂ ଆପଣ ଜାଣିଛନ୍ତି ବିଜୁ ପରିବାର ଗୋଟେ ମହାନ ପରିବାର। ବିଜୁ ବାବୁଙ୍କର ଆଦର୍ଶର ନେତୃତ୍ୱ ନବୀନ ବାବୁ ଏବଂ ତାଙ୍କ ନେତୃତ୍ୱ କିଏ ବା ପ୍ରଶ୍ନବାଚୀ କରିବ। ତାଙ୍କ ନେତୃତ୍ୱ ଆମ ପରିବାର ଭିତରେ ସେମିତି ବିଶୃଙ୍ଖଳିତ ନାହିଁ। ଯଦି ଆପଣମାନଙ୍କ କାହାଠାରୁ ଶୁଣିଛନ୍ତି, କିଏ ବି ଆପଣମାନଙ୍କୁ କହୁଛି ଏଇଟା ସବୁ ମିଥ୍ୟା ଖବର। କିନ୍ତୁ ଯେହେତୁ ଆମର ଦୁଇଟା ପ୍ରୋଗ୍ରାମ ରହିଛି, ଗୋପରେ ମଧ୍ୟ ପ୍ରୋଗ୍ରାମ ଅଛି ଏବଂ ଗୋଟେ କାର୍ଯ୍ୟକର୍ତ୍ତାକୁ ଆମେ ସେଠିକି ତାଙ୍କୁ ଅନୁମତି ଦେଲୁ, ସେମାନେ ଯାଇକିରି ସେଠି ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଆପଣଙ୍କର ପୁଷ୍ପମାଲ୍ୟ ଅର୍ପଣ କଲେ ଏବଂ ସେମିତି ଆମ ଭିତରେ କିଛି କମ୍ପ୍ଲିକେଟ୍ ନାହିଁ। ଏତିକି ନିବେଦନ କରିବେ ଆପଣମାନଙ୍କୁ ଅତି ରଞ୍ଜିତ ନ କରି ଏବଂ ବିଜୁ ପରିବାର ଏକ ପରିବାର ବୋଲି ତାକୁ ସ୍ଲୋଗାନ ଦିଅନ୍ତୁ। ଜୟ ଜଗନ୍ନାଥ। ଆଜି ଗୋଟେ ପବିତ୍ର ଦିନ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକର ଆଜି 109ତମ ଜୟନ୍ତୀ। ସାରା ଓଡ଼ିଶାବାସୀ ଆଜି ଖୁବ୍ ଧୁମଧାମରେ ପାଳନ କରୁଛନ୍ତି। ତା ସାଙ୍ଗରେ ବିଜୁ ଜନତା ଦଳର ସମସ୍ତ ନେତା କର୍ମୀ ଆଜି ବିଜୁ ଜୟନ୍ତୀ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ନିମାପଡ଼ା ବ୍ଲକ ବିଜୁ ଜନତା ଦଳ ତରଫରୁ ଶ୍ରୀମୁକଟାରେ ଯେଉଁ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ଅଛି ସେଠି ମାଲ୍ୟାର୍ପଣ କରିକି ଆମର ଏଠି ସମସ୍ତ ନେତୃମଣ୍ଡଳୀଙ୍କୁ ନେଇକରି ଗୋଟେ ବିଜୁ ଜୟନ୍ତୀ ପାଳନ କରାଯାଏ। ନିଶ୍ଚିନ୍ତ ଭାବରେ ଅତି ଦୁଃଖର କଥା, ବିଜୁ ପଟ୍ଟନାୟକ ଯେ ଖାଲି ଆମର ମାନ୍ୟବର ନବୀନ ପଟ୍ଟନାୟକର ବାପା ଖାଲି ତାଙ୍କର ସେ ପରିଚୟ ନଥିଲା, ସିଏ ଜଣେ ସାରା ଭାରତବର୍ଷ ତଥା ସାରା ବିଶ୍ୱରେ ଜଣେ ପ୍ରତୀକ୍ଷିତ ବ୍ୟକ୍ତି, ଯିଏକି ଆମର ଓଡ଼ିଶାର ନାଁ ନେଇକରି ବହୁତ ସାରା ବିଶ୍ୱରେ ପହଞ୍ଚେଇଛନ୍ତି। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସେ ଜଣେ ରାଜନୈତିକ ବ୍ୟକ୍ତି ଆଉ ଜଣେ ମହାପୁରୁଷ। ତ ଏଭଳିଆ ଅପମାନ କେବେ ବି ଆମେମାନେ ସହ୍ୟ କରିପାରିବୁନି। ନିଶ୍ଚିତ ଭାବରେ ଏଇ ଯେଉଁ ସରକାର, ରଙ୍ଗମରା ସରକାର 9 ମାସ ହେଲା ଶାସନ ଗାଦିରେ ବସିଛନ୍ତି, ସେମାନେ କିଛି ନୂଆ ଜିନିଷ କରୁନାହାନ୍ତି, ଯାହା ଅଛି ତାକୁ ଓଲଟା ବିଗାଡ଼ିବାରେ ଲାଗିଛନ୍ତି। ଏହା ଗୋଟେ ମହାପୁରୁଷଙ୍କ ପାଇଁ ନିଶ୍ଚିତ ଭାବରେ ଗୋଟେ ଅସମ୍ମାନ। ଆଉ ବିଜୁ ଜନତା ଦଳ এই অসম্মানକୁ କେବେ ବି ଗ୍ରହଣ କରିବ ନାହିଁ। ଆମେ ଆସନ୍ତାକାଲି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଆମେ ଗୋଟେ ପ୍ରତିବାଦ କରିବୁ এই ସରକାର ବିରୁଦ୍ଧରେ ଯେ ବିଜୁବାବୁଙ୍କ ପ୍ରତି ଅସମ୍ମାନ
केबे भी बर्दाश्त करा जीवन नाही। प्रभात पुरुष विजु बाबूर 109तम जन्म जयंती अवसर में आपण माध्यम सारा ओडिशा और भारत वर्ष अभिनंदन जनाऊँ। आज निमापड़ा महासमारोह में धूमधाम सहित विजु बाबू जयंती पालन कर विजु जनता दल तरफ अशेष अशेष धन्यवाद। समस्त कर्मी बंधु आप सांबादिक बंधु मान अशेष धन्यवाद दल तरफ दूँ। आज संगठित भाव में विजु जनता दल तार शक्ति प्रदर्शन करिछि निमापड़ा माटी रे। एवं ये जो सरकार चलित सरकार जो भाव में विजु जयंती को आज बंद कर दल तरफ निमापड़ा विजु जनता दल दृढ़ निंदा कर।